ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଟିକେ ସାର୍। ଦେଖନ୍ତୁ ପିଲାମାନେ ଏସ୍ଏସ୍ବି ମାନେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତା ତରଫରୁ ଗୋଟେ ନୋଟିଫିକେସନ୍ଟି ଆସିଛି ଯେଉଁଥିରେ ଆପଣମାନଙ୍କର ଢେର ସାରା ଡିପାର୍ଟମେଣ୍ଟର ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କର ଭ୍ୟାକେନ୍ସି ଆସିଛି। ବୁଝିହେଲା ପିଲାମାନେ? ତେଣୁକରି ସେ ବିଷୟରେ ଆମେ ପୁରା ଡିଟେଲ୍ ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିପାରିଲେ? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ହେଲା, ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ଏ ହେଉଛି ଏସ୍ଏସ୍ବି ମାନେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ତା ତରଫରୁ ଅଫିସିଆଲ୍ ନୋଟିଫିକେସନ୍ଟି ଆସିଛି ଯେଉଁଥିରେ ଆପଣମାନଙ୍କର ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କର ଭ୍ୟାକେନ୍ସି ରହିଛି। ଆପଣମାନେ ଦେଖିପାରୁଥିବେ ଏଇଥିରେ ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ, ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟ, ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଏବଂ ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ତାର ଭ୍ୟାକେନ୍ସି ସବୁ ରହିଛି। ହେଲା, ଚାଲନ୍ତୁ ଆମେ ଡିଟେଲ୍ ଜାଣିବା। ପ୍ରଥମେ ଆମେ ଜାଣିବା ଏଇ ଚାକିରିଟି ଆପଣମାନଙ୍କର ଗ୍ରୁପ୍ ସି ଚାକିରି। ଆଉ ଏଇ ଚାକିରି ପାଇବା ପାଇଁ ହେଲେ ପ୍ରଥମେ ଆମେ ଅନଲାଇନ୍ରେ ଏହାର ଆପ୍ଲିକେସନ୍କୁ ଆପ୍ଲାଏ କରିବାକୁ ପଡ଼ିବ। ତେଣୁକରି ଅନଲାଇନ୍ ଆପ୍ଲାଏର ଆରମ୍ଭ ହେଉଛି 11/3/2024 2:30 PM ଏବଂ ଏହାର ଶେଷ ତାରିଖ ହେଉଛି 13/4/2024 ମାନେ ଏପ୍ରିଲ ମାସ 13 ତାରିଖ ରାତି 11:45 ସମୟରେ ଶେଷ ହୋଇଯିବ। ତେଣୁକରି ଆପଣମାନେ ଏହି ସମୟ ମଧ୍ୟରେ ଅନଲାଇନ୍ରେ ଆପ୍ଲାଏଟିଏ କରିଦେବେ। ବୁଝିଗଲେ ପିଲାମାନେ? କିଛି ଅସୁବିଧା ହେବ ନାହିଁ, କାହିଁକିନା ଏହାର ମିନିମମ୍ ଏଜୁକେସନ୍ କ୍ୱାଲିଫିକେସନ୍ ହେଉଛି ଏନି ଡିଗ୍ରୀ। ଆପଣମାନେ ଯଦି +3 କରିଥିବେ, ବିଟେକ୍ କରିଥିବେ, ଯେକୌଣସି ଆପଣମାନଙ୍କ ପାଖରେ ଡିଗ୍ରୀ ରହିଥିବ ନିଶ୍ଚୟ ଭାବରେ ଆପ୍ଲାଏ କରିପାରିବେ। ହେଲା, ପ୍ରଥମେ ଆମେ ଦେଖିବା ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ ଯେଉଁଟାକି ଆମର ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ତା ତରଫରୁ ଯେଉଁ ଭ୍ୟାକେନ୍ସି ଆସିଛି ସେଇଥିରେ ଆପଣମାନେ ଦେଖିପାରୁଥିବେ 22ଟି ଟୋଟାଲ୍ ଭ୍ୟାକେନ୍ସି ରହିଛି। ST, SC, SCBC ଆଉ ଜେନେରାଲ କ୍ୟାଟେଗୋରୀର କେତେ ଭ୍ୟାକେନ୍ସି ରହିଛି ଏବଂ ଓମେନ୍ମାନଙ୍କ ପାଇଁ କେତେ ରହିଛି ଆପଣମାନେ ଦେଖିପାରୁଥିବେ। ହେଲା, ସେଇଭଳି ଏଥିରେ ଆପଣମାନଙ୍କର ଏକ୍ସ ସର୍ଭିସମ୍ୟାନ୍, PWD, ସ୍ପୋର୍ଟସ ପର୍ସନମାନଙ୍କ ପାଇଁ ମଧ୍ୟ ଫ୍ୟାସିଲିଟି ରହିଛି, ମାନେ ସ୍ପେଶାଲ ରିଜର୍ଭେସନ୍ ମଧ୍ୟ ରହିଛି। ସେମିତିକି ଆପଣମାନଙ୍କର NCC ହାୟର ଏଜୁକେସନ୍ ଡିପାର୍ଟମେଣ୍ଟରେ ମଧ୍ୟ ଦେଖିପାରୁଥିବେ ଢେର ସାରା ଭ୍ୟାକେନ୍ସି ରହିଛି ପିଲାମାନେ। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ସେଥିରେ ମଧ୍ୟ ଆପଣମାନଙ୍କର ବହୁତ ଭ୍ୟାକେନ୍ସି ରହିଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟି ତକତପୁର, ବାରିପଦା, ମୟୂରଭଞ୍ଜ ସେଇଥିରେ ମଧ୍ୟ ଆପଣମାନେ ଦେଖିପାରୁଥିବେ 24ଟି ଟୋଟାଲ୍ ଭ୍ୟାକେନ୍ସି ରହିଛି ପିଲାମାନେ। ଆପଣମାନେ ନିଶ୍ଚୟ ଭାବରେ ଆପ୍ଲାଏ କରିପାରିବେ। ଡିଷ୍ଟ୍ରିକ୍ଟ ୱାଇଜ୍ ମଧ୍ୟ ଏହାର ସିଲେକ୍ସନ୍ ଫ୍ୟାସିଲିଟି ରହିଛି ଜୁନିୟର କ୍ଲର୍କମାନଙ୍କର। ହେଲା, ଦେନ୍ ଆପଣମାନଙ୍କର ବ୍ରହ୍ମପୁର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ମଧୁସୂଦନ ଲ ୟୁନିଭର୍ସିଟି, କଟକ, ଉତ୍କଳ ୟୁନିଭର୍ସିଟି, ଗଙ୍ଗାଧର ଆପଣମାନେ ଦେଖିପାରୁଥିବେ ଭ୍ୟାକେନ୍ସି ସବୁ ବାହାରିଛି। ହେଲା, ଦେଖନ୍ତୁ ଓଡ଼ିଶା ଷ୍ଟେଟ୍ ଓପେନ୍ ୟୁନିଭର୍ସିଟି, ସମ୍ବଲପୁର ହେଲା, ଧରଣୀଧର ୟୁନିଭର୍ସିଟି, କେନ୍ଦୁଝର ହେଲା, ସେହିପରିକି ଆପଣମାନଙ୍କର ଫକୀରମୋହନ ୟୁନିଭର୍ସିଟି, ଖଲିକଟ ୟୁନିଭର୍ସିଟି ସେଗୁଡ଼ାରେ ମଧ୍ୟ ଢେର ସାରା ଭ୍ୟାକେନ୍ସି ରହିଛି। ହେଲା, ସେହିପରିକି ଆପଣମାନଙ୍କର ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସ ସେଇଥିରେ ମଧ୍ୟ 22ଟି ଟୋଟାଲ୍ ଭ୍ୟାକେନ୍ସି ରହିଛି ପିଲାମାନେ। ଆପଣମାନେ ନିଶ୍ଚୟ ଆପ୍ଲାଏ କରିନେବେ। ତେଣୁକରି ଆମେ ଦେଖିଲେ ସର୍ବମୋଟ 883ଟି ଭ୍ୟାକେନ୍ସି ରହିଛି। ତା ଭିତରୁ 281ଟି ଆମମାନଙ୍କ ପାଇଁ ରିଜର୍ଭ ହୋଇକରି ରହିବ। ହେଲା, ତା ସହିତ ସ୍ପେଶାଲ ରିଜର୍ଭେସନ୍ର ଫ୍ୟାସିଲିଟି ମଧ୍ୟ ରହିଛି। ମୁଁ ଆପଣମାନଙ୍କୁ ସେ ବିଷୟରେ ଡିଟେଲ୍ କହିବି। ଓକେ, ତେଣୁକରି ଟୋଟାଲ୍ ପୋଷ୍ଟ ଜାଣିଗଲେ, କେବେ ଆପ୍ଲାଏ ଆରମ୍ଭ, କେବେ ଆପ୍ଲାଏ ଶେଷ ହେଉଛି ଆପଣମାନେ ଜାଣିଗଲେ, କେତେ ପ୍ରକାର ପୋଷ୍ଟ ରହୁଛି, କେଉଁ ଡିପାର୍ଟମେଣ୍ଟରୁ ବାହାରୁଛି ଆପଣମାନେ ସବୁ ଜାଣିଗଲେ। ହେଲା, ବର୍ତ୍ତମାନ ଆମେ ଜାଣିବା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟକୁ। 6 କ୍ୟାଟେଗୋରୀରେ ଆପଣମାନଙ୍କର ପୋଷ୍ଟ ରହିଛି। ଆପଣମାନେ ଦେଖିପାରୁଥିବେ ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କର ଆପଣ ସେଇ ଅନୁସାରେ ପ୍ରିଫରେନ୍ସ ଦେବେ ଯେଉଁ ଅନୁସାରେ ଆପଣମାନଙ୍କୁ ସୁଇଟେବୁଲ୍ ଲାଗିବ। ହେଲା, ଆଉ ମନେ ରଖିବେ 6 ନମ୍ବର ଯେଉଁ ପଏଣ୍ଟଟି ରହିଛି ସେଇଟା ଡିଷ୍ଟ୍ରିକ୍ଟ ୱାଇଜ୍ ସିଲେକ୍ସନ୍ ହେବ ପ୍ରତ୍ୟେକ ଜିଲ୍ଲା ଅନୁସାରେ। ଟୋଟାଲ୍ ଆପଣମାନଙ୍କର 28ଟି ଡିଷ୍ଟ୍ରିକ୍ଟରେ ଏହାର ଭ୍ୟାକେନ୍ସି ରହିଛି। ଓକେ, ଦେଖନ୍ତୁ କେଉଁ ପୋଷ୍ଟ ପାଇଁ କେତେ ଏହାର ପେ ସ୍କେଲ୍ ରହିଛି, ଏହାର ଷ୍ଟାଟସ୍ କ'ଣ ରହିଛି ଆପଣମାନେ ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ ଆଉ ଜାଣିବା ନିଶ୍ଚୟ ଦରକାର। ଦେଖନ୍ତୁ ଆପଣମାନଙ୍କର କେଉଁଗୁଡ଼ା ଗଭର୍ଣ୍ଣମେଣ୍ଟର, କେଉଁଗୁଡ଼ା ଅଟୋନୋମସ୍ ବଡ଼ି ଆଉ କେଉଁଗୁଡ଼ା ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ କଲେଜରେ ଆପଣ ଚାକିରି ପାଇବେ। ପୁରା କ୍ଲିଅର ପିଲାମାନେ? ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା 4 ନମ୍ବର ପଏଣ୍ଟକୁ, ଯେଉଁଥିରେ କି ଆପଣମାନଙ୍କର ଏଜ୍ ଲିମିଟ୍ ଆଉ ଏଜ୍ ରିଲାକ୍ସେସନ୍ର ବର୍ଣ୍ଣନା ହେଇଛି।
ଦେଖନ୍ତୁ ପିଲାମାନେ ଏଇ ଚାକିରିକୁ ଆପ୍ଲାଏ କରିବା ପାଇଁ ହେଲେ ଆପଣମାନଙ୍କର ମିନିମମ୍ 21 ବର୍ଷ ହେଇଥିବା ଦରକାର ଆଉ ମ୍ୟାକ୍ସିମମ୍ 42 ବର୍ଷ ହେଇଥିବା ଦରକାର। କେତେ ସୁଦ୍ଧା ନା 1 ଜାନୁଆରୀ 2026 ସୁଦ୍ଧା। ବୁଝିଗଲେ? ପୁରା କ୍ଲିଅର ପିଲାମାନେ। ଯଦି ବି ଆପଣମାନଙ୍କର ଏଜ୍ ଅଧିକା ହେଇଯାଉଛି କିଛି ଅସୁବିଧା ନାହିଁ ପିଲାମାନେ, ରିଲାକ୍ସେସନର ଫ୍ୟାସିଲିଟି ରହିଛି। ମନେ ରଖନ୍ତୁ ST, SC, SCBC ଏବଂ ଓମେନ୍ ଏକ୍ସ ସର୍ଭିସମେନ୍ ତାଙ୍କ ପାଇଁ 5 ବର୍ଷ ରିଲାକ୍ସେସନ୍ ରହିଛି ପିଲାମାନେ। ତାମାନେ ଆପଣମାନେ 47 ବର୍ଷ ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ, କିଛି ଅସୁବିଧା ହେବ ନାହିଁ ହେଲା। ଠିକ୍ ସେମିତିକା ଆପଣମାନଙ୍କର PWD ମାନେ ହ୍ୟାଣ୍ଡିକ୍ୟାପ୍ ପିଲାମାନଙ୍କର 10 ବର୍ଷ ପର୍ଯ୍ୟନ୍ତ ରିଲାକ୍ସେସନ୍ ରହିଛି, ମାନେ 52 ବର୍ଷ ପର୍ଯ୍ୟନ୍ତ ସେମାନେ ଆପ୍ଲାଏ କରିପାରିବେ, କିଛି ଅସୁବିଧା ହେବ ନାହିଁ ପିଲାମାନେ ହେଲା। ତେଣୁକରି ଫର୍ମକୁ ଆପଣମାନେ ନିଶ୍ଚୟ ଆପ୍ଲାଏଟିଏ କରିଦେବେ। ଏବେ ଆମେ ଦେଖିବା ରିଜର୍ଭେସନର କ୍ରାଇଟେରିଆ କ'ଣ କ'ଣ ରହିଛି। ଦେଖନ୍ତୁ PWD ମାନଙ୍କ ପାଇଁ 4% ରହିଛି, ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ 3 ବର୍ଷ ରହିଛି, ସ୍ପୋର୍ଟସ୍ ପର୍ସନ୍ ସେମାନଙ୍କ ପାଇଁ 1% ରହିଛି ରିଜର୍ଭେସନ୍ ଫ୍ୟାସିଲିଟି। ବୁଝିଗଲେ? ପୁରା କ୍ଲିଅର। ଏବେ ଦେଖିବା ଏଜୁକେସନ୍ କ୍ୱାଲିଫିକେସନ୍। ମୁଁ ପୂର୍ବରୁ କହିଥିଲି ଏଇ ଚାକିରି ପାଇବା ପାଇଁ ହେଲେ ଆପଣମାନଙ୍କର ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର ହେଲା। ତାମାନେ ଯେକୌଣସି ବି ଆପଣମାନଙ୍କର ଡିଗ୍ରୀ ହେଇଥିଲେ ଚଳିବ, ଆପ୍ଲାଏ କରିପାରିବେ। ତା ସହିତ ଆପଣମାନଙ୍କର କମ୍ପ୍ୟୁଟର ସ୍କିଲ୍ ବା କମ୍ପ୍ୟୁଟରର ନଲେଜର କିଛି ସାର୍ଟିଫିକେଟଟିଏ ରହିବା ଦରକାର, ଯେମିତିକି ଆପଣମାନଙ୍କର DCA ହେଲା, PGDCA ହେଲା, ଯେକୌଣସି ବି ରହିବା ଦରକାର। ଆପଣ କମ୍ପ୍ୟୁଟର ଶିଖିଛନ୍ତି ବୋଲିକିରି ଗୋଟେ ସାର୍ଟିଫିକେଟ ରହିବା ଦରକାର ହେଲା। ଏବେ ଦେଖିବା ଏହାର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିଛି। ଦେଖନ୍ତୁ ପ୍ରଥମେ ଆପଣମାନଙ୍କର ରିଟିନ୍ ଟେଷ୍ଟ ହେବ ପିଲାମାନେ, ତାପରେ ଆପଣମାନଙ୍କର କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ହେବ, ଦେନ୍ ଆପଣମାନଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ। ବୁଝିଗଲେ? ତେଣୁକରି ରିଟିନ୍ ଟେଷ୍ଟରେ ଆପଣମାନଙ୍କର 200 ମାର୍କ ଅଛି, ଦେନ୍ ଆପଣମାନଙ୍କର କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଅଛି, ସେଇଥିରେ 50 ମାର୍କ ରହିଛି। ତେଣୁକରି ସର୍ବମୋଟ 200 ଯୁକ୍ତ 50 ମାନେ 250 ମାର୍କର ଆପଣମାନଙ୍କର ସିଲେକ୍ସନ୍ କରାଯିବ ହେଲା। ତେଣୁକରି 250 ମାର୍କରୁ ଆପଣମାନଙ୍କର କଟ୍ ଅଫ୍ ମାର୍କ ଯିବ। ବୁଝିଗଲେ? ଚାଲନ୍ତୁ କେଉଁ ସବଜେକ୍ଟରୁ କ୍ୱେଶ୍ଚନ୍ ଆସିବ, କେଉଁ ସବଜେକ୍ଟରେ କେତେ ମାର୍କ ରହିବ, କେତେ ସମୟ ଦିଆଯିବ, ମୁଁ ଡିଟେଲ୍ ଆପଣମାନଙ୍କୁ ଜଣାଇଦେବି। ଦେଖନ୍ତୁ ପିଲାମାନେ ଆପଣମାନଙ୍କର ରିଟିନ୍ ଟେଷ୍ଟ 200 ମାର୍କ ରହିବ, ମାନେ 100ଟି କ୍ୱେଶ୍ଚନ୍ ଦିଆଯିବ ଆପଣମାନଙ୍କୁ, ଆଉ ସେଇ 100ଟି କ୍ୱେଶ୍ଚନ୍କୁ ଆପଣମାନେ 2 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରିବେ। ତାମାନେ 2 ଘଣ୍ଟାରେ ଆପଣମାନେ 100ଟି କ୍ୱେଶ୍ଚନ୍ କରିବେ। ଗୋଟେ କ୍ୱେଶ୍ଚନ୍ ଠିକ୍ କଲେ ଆପଣମାନଙ୍କୁ 2 ମାର୍କ ମିଳିବ, ଆଉ ଗୋଟେ କ୍ୱେଶ୍ଚନ୍ ଭୁଲ କଲେ ଆପଣମାନଙ୍କର ହାଫ୍ ମାର୍କ କଟିବ। ମନେ ରଖିଥିବେ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ନେଗେଟିଭ୍ ମାର୍କ ମଧ୍ୟ ଆପଣମାନଙ୍କର ରହିଛି। ତାହେଲେ ରିଟିନ୍ ଟେଷ୍ଟରେ ଆପଣମାନଙ୍କର 4ଟି ପାର୍ଟରେ କ୍ୱେଶ୍ଚନ୍ ଆସିବ। ପ୍ରଥମରେ ଆପଣମାନଙ୍କର ଜେନେରାଲ ଇଂଲିଶ କ୍ୱେଶ୍ଚନ୍ ଆସିବ, ଯେଉଁଟାକି ଗ୍ରାଜୁଏସନ୍ ଲେଭେଲରୁ ଆସିବ। ସେଥିରେ ଆପଣମାନଙ୍କର 30ଟି କ୍ୱେଶ୍ଚନ୍ ଆସିବ, 60 ମାର୍କର ପ୍ରୋଭିଜନ୍ ରହିଛି। ଠିକ୍ ସେମିତିକା ଆପଣମାନଙ୍କର 2 ନମ୍ବରରେ ଦେଖନ୍ତୁ ଜିକେ କ୍ୱେଶ୍ଚନ୍ ଆଉ କରେଣ୍ଟ ଆଫେୟାର୍ସର ଆସିବ, 20ଟି କ୍ୱେଶ୍ଚନ୍ ଆସିବ, 40 ମାର୍କ ରହିଛି ପିଲାମାନେ। ମୁଁ ପୂର୍ବରୁ କହିଥିଲି ଗୋଟେ କ୍ୱେଶ୍ଚନ୍କୁ 2 ମାର୍କ ହେଲା। ଦେନ୍ ଆପଣମାନଙ୍କର ମ୍ୟାଥମେଟିକ୍ସ କ୍ୱେଶ୍ଚନ୍ ଆସିବ, HSC ଷ୍ଟାଣ୍ଡାର୍ଡ଼ର ଆସିବ, 20ଟି କ୍ୱେଶ୍ଚନ୍ ଆସିବ, ସେଥିରେ ଆପଣମାନଙ୍କର 40 ମାର୍କ ଦିଆଯିବ ହେଲା। ତେଣୁକରି ଗୋଟେ କ୍ୱେଶ୍ଚନ୍ 2 ମାର୍କ ମ୍ୟାଥମେଟିକ୍ସରେ ମଧ୍ୟ ରହିଛି ହେଲା। ଦେନ୍ ଆପଣମାନଙ୍କର 4 ନମ୍ବରରେ ଦେଖନ୍ତୁ ରିଜନିଂ ଆଉ ମେଣ୍ଟାଲ ଏବିଲିଟିର କ୍ୱେଶ୍ଚନ୍ ଆସିବ, 30ଟି କ୍ୱେଶ୍ଚନ୍ ଆସିବ ପିଲାମାନେ, 60 ମାର୍କ ରହିଛି। ତେଣୁକରି ସର୍ବମୋଟ 100ଟି କ୍ୱେଶ୍ଚନ୍ 200 ମାର୍କର ଏକ୍ଜାମ୍ ଦେବେ, 2 ଘଣ୍ଟା ମଧ୍ୟରେ କମ୍ପ୍ଲିଟ୍ କରିବେ। ବୁଝିଗଲେ? ପୁରା କ୍ଲିଅର, କିଛି ଅସୁବିଧା ନାହିଁ ଏକ୍ଜାମ୍ ବାବଦକୁ। ବର୍ତ୍ତମାନ ଆମେ ଜାଣିବା ଏହାର ସିଲାବସ୍ରେ କ'ଣ କ'ଣ ରହିଛି। ଚାଲନ୍ତୁ ଦେଖନ୍ତୁ ସିଲାବସ୍ରେ ପ୍ରଥମେ ଦେଖିବା ଇଂଲିଶରେ ଆପଣମାନଙ୍କର ଭାର୍ବ, ଟେନ୍ସ, ମଡାଲ, ଆକ୍ଟିଭ୍ ଭଏସ୍, ପ୍ୟାସିଭ୍ ଭଏସ୍, ସବଜେକ୍ଟ, ଭାର୍ବ, ଏଗ୍ରିମେଣ୍ଟ ଏଇସବୁ ଆପଣମାନଙ୍କର ରହିଛି। ସେଣ୍ଟେନ୍ସ ଷ୍ଟ୍ରକ୍ଚର ରହିଛି, ଆର୍ଟିକେଲ, ନାଉନ୍ ଏଇସବୁ ଜିନିଷ ରହିଛି। ଆପଣମାନଙ୍କର ଆନସିନ୍ ପ୍ୟାସେଜ୍ ମଧ୍ୟ ଆସିବ, 400ରୁ 450 ୱାର୍ଡ଼ର ପ୍ୟାସେଜ୍ଟିଏ ରହିଥିବ ହେଲା। ତେଣୁକରି ଇଂଲିଶରେ ଆପଣମାନଙ୍କର ଏତିକି ଭିତରୁ ହିଁ କ୍ୱେଶ୍ଚନ୍ ଆସିବ ପିଲାମାନେ ହେଲା। ତାକୁ ନୋଟ୍ କରି ନିଅନ୍ତୁ, ନହେଲେ ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ। ଦେନ୍ ଆପଣମାନଙ୍କର ଜିକେ ଆଉ କରେଣ୍ଟ ଆଫେୟାର୍ସର ଦେଖିପାରୁଥିବେ ମ୍ୟାଚିଂ ହିଷ୍ଟୋରିକାଲ ଇଭେଣ୍ଟସ୍ ଆଉ ତାର ଡେଟ୍ସ, ପର୍ସନାଲିଟିଜ୍ ଆଉ ପ୍ଲେସ୍ ଏଇସବୁ କ୍ୱେଶ୍ଚନ୍ ମଧ୍ୟ ଆସିବ। ଜିଓଗ୍ରାଫିକାଲ କ୍ୱେଶ୍ଚନ୍ ଆସିବ, ଷ୍ଟେଟ୍, କଣ୍ଟ୍ରିଜ୍, ଇନଷ୍ଟିଚ୍ୟୁଟ୍ର ହେଡ଼କ୍ୱାର୍ଟର କ୍ୱେଶ୍ଚନ୍ ଆସିବ, ବୁକ୍ ଅଥର କ୍ୱେଶ୍ଚନ୍ ଆସିବ, ସାଇଣ୍ଟିଫିକ୍ ଫ୍ୟାକ୍ଟର କ୍ୱେଶ୍ଚନ୍ ଆସିବ, କରେଣ୍ଟ ଇଭେଣ୍ଟସ୍, ତା ସହିତ ଆପଣମାନଙ୍କର ମିସେଲେନିୟସ୍ କ୍ୱେଶ୍ଚନ୍ ମଧ୍ୟ ଆସିବ ହେଲା। ସେହିପରିକି ଆପଣମାନଙ୍କର ମ୍ୟାଥମେଟିକ୍ସର ଦେଖନ୍ତୁ ଫ୍ରାକ୍ସନ୍, ଡେସିମାଲ୍ ଆସିବ, ନମ୍ବର ସିଷ୍ଟମର ଆସିବ, LCM, SCF, ସ୍କୋୟାର ରୁଟ୍, କ୍ୟୁବ୍ ରୁଟ୍, ପରସେଣ୍ଟେଜ, ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ପ୍ରଫିଟ୍ ଲସ୍, ଡିସ୍କାଉଣ୍ଟ, ମିକ୍ସଚର, ପାର୍ଟନରସିପ୍, ରେସିଓ, ପ୍ରପୋର୍ସନ୍, ରେଟ୍ସ ଆଣ୍ଡ ଟ୍ୟାକ୍ସେସ୍, ଇନ୍ସୁରାନ୍ସ, ପ୍ରୋବ୍ଲେମ୍ସ ଅନ୍ ଟାଇମ୍ ଆଣ୍ଡ ୱାର୍କ, ଷ୍ଟାଟିଷ୍ଟିକ୍ସ, ପ୍ରୋବ୍ଲେମ୍ସ ଅନ୍ ଟାଇମ୍ ଆଣ୍ଡ ଡିଷ୍ଟାନ୍ସ ଏଇ ଟାଇପ୍ର କ୍ୱେଶ୍ଚନ୍ ସବୁ ରହିଛି। ଆପଣମାନେ ସିଲାବସ୍କୁ ସ୍କ୍ରିନଶଟ୍ ନେଇନେବେ ପିଲାମାନେ, ଦେନ୍ ପ୍ରିପାରେସନ୍ ଷ୍ଟାର୍ଟ କରିବେ। ଓକେ, ଏବେ ଜାଣିବା ରିଜନିଂର କ'ଣ ସବୁ କ୍ୱେଶ୍ଚନ୍ ଆସିବ। ନ୍ୟୁମେରିକାଲ ଏବିଲିଟି ଆସିବ, ରିଜନିଂ ଆସିବ, ଆପ୍ଟିଟ୍ୟୁଡ୍ ଟେଷ୍ଟ ଆସିବ, ପ୍ରୋବ୍ଲେମ୍ ସଲଭିଂ ଆଣ୍ଡ ଡିସିସନ୍ ମେକିଂ କ୍ୱେଶ୍ଚନ୍ ସବୁ
रही बुझीगले। तेणुक या विषय में आपको डिटेल आलोचना करदेली आपण मैंने पूरा डिटेल बुझी जाइए। ओके, जदि भी कहार असुविधा थिबो ताले मोर टेलीग्राम ग्रुप डीके सार ओडिशा से जॉइन करेंगे। तार लिंक डिस्क्रिप्शन बॉक्स रही आउ यार पीडीएफ पाइबा हेले आमर ऑफिशियल टेलीग्राम चैनल एडीएस नॉलेज पॉइंट से जाइए जॉइन करेंगे। ऑल टाइप्स ऑफ पीडीएफ्स नोट्स एग्जाम रिलेटेड नोटिफिकेशन सब से अपलोड करें। निश्चय जाकि देखने आउ जॉइन करेंगे है। पिला माने एई एग्जाम को देवा पूर्व आपण मानकु जानिबा दरकार एथिरे मिनिमम क्वालिफाइंग मार्क रही तामाने जनरल कैंडिडेट मानक 40% मिनिमम रखिबा दरकार। एसटी एससी एससी बीसी एवं पीडब्ल्यूडी कैंडिडेट मानक 30% रखिबा दरकार। बुझीगले ना पिला माने। पिला माने मु पूर्वरु आपण मानकु कहितिली कंप्यूटर स्किल टेस्ट रे 50 मार्क रही बुझीगला। 50 रु 20 मार्क होची मिनिमम क्वालिफाइंग। तेणुक 20 मार्क रखिले आपण माने क्वालिफाई करेंगे नहले डिस्क्वालिफाई हो जिवे बुझीगले। तेणुक 20 रु जेते अधिका नंबर रखिए सेते आपण मानक पई बेनिफिट। चलंतु एबे देखिबा कंप्यूटर स्किल टेस्ट आपण मानकर को सिलेबस रु हबो। देखंतु विंडो रु हबो, एमएस वर्ड रु हबो, एमएस पावर पॉइंट रु हबो, एमएस एक्सेल रु हबो। आपण माने एगुडा को डिटेल देखि नियंतु। ओके, आउ एबे पाखरु प्रैक्टिस सब करंतु। ता सहित आपण मानकर एमएस एक्सेस मध्ये रही। एबे आमे जानिबा 9 नंबर पॉइंट को। 9 नंबर पॉइंट कोन कहूची आपण जो एग्जाम देबे तार एग्जाम सेंटर कोठी अछि। देखंतु आम ओडिसा रे यार 5टी जगह रे एग्जाम सेंटर रही। को जगह रे देखंतु बालेश्वर रे अछि गोटे, बरहमपुर रे अछि, भुवनेश्वर रे अछि, जयपुर रे अछि, संबलपुर रे रही। तेणुक आपण माने एई 5टी एग्जाम सेंटर जो ऑप्शन थिबो ताकू को प्रिफरेंस रे देबे सेही अनुसार आपण मानकर एग्जाम सेंटर हबो बुझीगले। वर्तमान आमे देखिबा एप्लिकेशन फीस। देखंतु आपण मानकर जनरल कैटेगरी है एससी बीसी एमानंकर 500 टंका पड़िबो बुझीगला। ता सहित आपण मानकर एसटी एससी पीडब्ल्यूडी कैंडिडेट मानक पई 200 टंकार मध्य फीस देबाकू पड़िबो हैला। वर्तमान आमे जानिबा केमिति अप्लाई करिवे। देखंतु यार वेबसाइट होची www.ssbodisha.ac.in। ए वेबसाइट माध्यम रे आपण माने जाईकरी आपण मानकर इंस्ट्रक्शंस को पढ़िबे तापरे ऑनलाइन रे फॉर्म को अप्लाई करिवे हैला। जो डाटा मागिबो ताकू फिलअप करिवे, जो सर्टिफिकेट मागिबो ताकू अपलोड करिवे, देन आपण माने पेमेंट करिकरी सबमिट करि देबे बुझिगले। देखिया पिला माने वर्तमान मु पूर्वरु कहउतली जूनियर क्लर्क जो रही आपण मानकर नॉन गवर्नमेंट एडेड कॉलेज रे सेटा आपण मानकर डिस्ट्रिक्ट वाइज वैकेंसी रही। अनुगुल जिल्ला रे देखंतु सर्वमोट 7टी रही। सेमितिका कटक पई 41टी पदवी रही, भद्रक पई 10टी रही, बलांगीर पई 8टी रही, बालेश्वर पई 29टी रही। पिला माने ता भितरु ओमेन मानक पई 9टी रिजर्वेशन हेकरी रही। आपण माने देखि पारुथिबे कैटेगरी वाइज मेंशन करा हिची। ठीक सेही परीक्षा गंजाम जगतसिंहपुर आपण मानकर केन्दुझर जिल्ला 16टी रही, खोर्धा रे 25टी रही, मयूरभंज पई 30टी रही। पिला माने से भितरु 10टी ओमेन मानक पई रिजर्व हेकरी रही हैला। आपण माने कैटेगरी अनुसार मते देखि परिबे आउ स्पेशल कैटेगरी अनुसार मते आपण माने देखि नेबे बुझियाला पिला माने। तेणुकरी डिस्ट्रिक्ट वाइज मते यार वैकेंसी रही। जूनियर क्लर्क रे 349टी वैकेंसी रही। समुदाय 349टी वैकेंसी भितरु 112टी ओमेन मानक पई रिजर्व हेकरी रही बुझियाला। आपण माने को डिस्ट्रिक्ट रो थिबे से अनुसार मते आपण माने अप्लाई करि परिबे हैला। किसी असुविधा नहीं पिला माने पूरा डिटेल मु आपण मानकु जणाई देली। आगामी जो जॉब रिलेटेड नोटिफिकेशन एवं कोनोसी एग्जाम एनालिसिस वीडियो सेगुडा मध्य मु डिटेल आलोचना करि थाई, डिटेल एनालिसिस करि थाई। तेणुक जो मैंने नुआ करिकी आसिछंती से माने चैनल टी को सब्सक्राइब करबा सहित बेल आइकन रो ऑल नोटिफिकेशन ऑन कर देबे। जा फल मु जेमिति वीडियो छाड़ीबी सीधा आपण मानकर मोबाइल को नोटिफिकेशन टी चली जिवो। शीघ्र वीडियो को देखिबे, शीघ्र आपण माने जानि जिवे, शीघ्र प्रिपरेशन करिवे, शीघ्र चाकरी पाई जिवे बुझिगले। आ वीडियो टी को सांग मानकर निकट को शेयर करिवे, लाइक करिवे आ मतामत देवा को जम्मा भूलिबेनी। धन्यवाद।